ଆରମ୍ଭ ହେଲା ଆମେ ପଢ଼ିବା ଆମ ଭାଷା। ଅଙ୍ଗନବାଡ଼ିରେ ମାତୃଭାଷାରେ ଶିକ୍ଷା। ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃଭାଷାରେ ପାଠ ପଢ଼ିବେ ଶିଶୁ। ଏଥିପାଇଁ ମଙ୍ଗଳବାର ଶୁଭାରମ୍ଭ ହେଲା ଆମେ ପଢ଼ିବା ଆମ ଭାଷାରେ ନାମକ ପଞ୍ଚବାର୍ଷିକ ଯୋଜନା। ଏଥିସହ ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି 100 ଦିନିଆ ରାଜ୍ୟସ୍ତରୀୟ ଅଭିଯାନ। କିଶୋରୀ ମା ସହାୟତା ଓ କିଶୋରୀ ଗର୍ଭଧାରଣ ରୋକିବା ପାଇଁ ମଧ୍ୟ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମେ ପଢ଼ିବା ଆମ ଭାଷାରେ ଯୋଜନା ଅଧୀନରେ ଜାତୀୟ ଶିକ୍ଷା ନୀତି ଓ 2020 ସହ ସମନ୍ୱୟରେ 3 ବର୍ଷୀୟ 6 ବର୍ଷୀୟ ଶିଶୁଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମୁଣ୍ଡା, କୁଇ, ସଉରା, କୁଭି, ଗୋଣ୍ଡି ଓ କୋୟା ଭାଷାରେ ଯୋଜନାଟି କାର୍ଯ୍ୟକାରୀ ହେବ। ଯୋଜନା କାର୍ଯ୍ୟକାରୀ କରିବାକୁ 2ଟି ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର ହେବ। ଆସନ୍ତା 18 ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା। ଆସନ୍ତା 18 ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ସହାୟତା ରାଶି। ଏଥର 4,57,681 ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ନୂତନ ଭାଷାରେ 1,68,398 ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି। ଏଥର ସେମାନେ ପ୍ରଥମ କିସ୍ତି ପାଇବେ। ସେହିପରି ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା। ବାଦ ପଡ଼ିଥିବା ହିତାଧିକାରୀ ଏକାଥରକେ 2ଟି କିସ୍ତି ପାଇବେ। ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ମୋଟ 250 କୋଟି ଟଙ୍କାର ସହାୟତା ରାଶି ସୁଭଦ୍ରା ହିତାଧିକାରୀ